ଏବେ କୋଲକାତାର ଟ୍ରେନିଂ ମହିଳା ଡାକ୍ତରଙ୍କ ବଳାତ୍କାରର ସବୁ ଗୁମର ଫିଟିଛି। ସଞ୍ଜୟ ଗୋଟି ଗୋଟି କରି ସବୁ କହିଲେ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ସବୁ ଜାଣିପାରିବେ କ'ଣ ହୋଇଥିଲା ସେଦିନ ରାତି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କ୍ରମାଗତ ଭାବେ ନୂଆ ଖୁଲାସା କରାଯାଇଛି। ଏହି ବର୍ବରତା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ଘଟଣାର ରାତିରେ କ'ଣ କରିଥିଲେ ତାହା ପଲିଗ୍ରାଫ ଟେଷ୍ଟରେ କହିଛନ୍ତି। ରିପୋର୍ଟ ଅନୁଯାୟୀ ସଞ୍ଜୟ ରୟ ପଲିଗ୍ରାଫ ଟେଷ୍ଟ ସମୟରେ ଏହି ଅପରାଧ ସ୍ୱୀକାର କରିଛନ୍ତି। ଲାଏ ଡିଟେକ୍ଟର ଟେଷ୍ଟ ସମୟରେ ସଞ୍ଜୟ ସିବିଆଇକୁ ଯାହା କହିଥିଲେ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ସଞ୍ଜୟ କହିଛନ୍ତି, କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଘଟଣା ପୂର୍ବରୁ ସେ ଅନ୍ୟ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ। ସଞ୍ଜୟ ସିବିଆଇକୁ କହିଛନ୍ତି ଯେ ଅପରାଧ କରିବା ପୂର୍ବରୁ ସେ ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିଲେ ଏବଂ ସେହି ସମୟରେ ତାଙ୍କ ସାଙ୍ଗ ମଧ୍ୟ ତାଙ୍କ ସହ ଥିଲେ। ତେବେ ସେ କହିଛନ୍ତି ରେଡ୍ ଲାଇଟ୍ ଅଞ୍ଚଳରେ ପହଞ୍ଚିବା ପରେ ସେ କାହା ସହ ଶାରୀରିକ ସମ୍ପର୍କ ରଖିନଥିଲେ ଏବଂ ସେ ଆହୁରି କହିଛନ୍ତି ଯେ ଘଟଣା ରାତିରେ ସେ ତାଙ୍କ ସାଙ୍ଗ ସହିତ ମଦ୍ୟପାନ କରିଥିଲେ ଏବଂ ପରେ ଦୁହେଁ ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇଥିଲେ। ପରେ ଦୁହେଁ ଦକ୍ଷିଣ କୋଲକାତାର ଅନ୍ୟ ଏକ ରେଡ୍ ଲାଇଟ୍ ଅଞ୍ଚଳକୁ ଯାଇ ରାସ୍ତାରେ ଜଣେ ମହିଳାଙ୍କୁ ଅସଦାଚରଣ ମଧ୍ୟ କରିଥିଲେ। ରିପୋର୍ଟ ଅନୁଯାୟୀ ସଞ୍ଜୟ ରୟ ଅଶ୍ଳୀଳତା ଭିଡିଓ ଦେଖିବାରେ ଅଭ୍ୟସ୍ତ ଥିଲେ ଏବଂ ଟେଷ୍ଟ ସମୟରେ ସେ ସିବିଆଇକୁ କିଛି ବିଭ୍ରାନ୍ତିକର ଉତ୍ତର ମଧ୍ୟ ଦେଇଥିଲେ। ସେତେବେଳେ ତାଙ୍କ ଫୋନ୍ ଖୋଜା ଯାଇଥିଲା ଏବଂ ସେଥିରେ ପର୍ନ କ୍ଲିପ୍ ଦେଖିବାକୁ ମିଳିଥିଲା। ମହିଳା ଡାକ୍ତରଙ୍କ ଶରୀରରେ 25ଟି ବାହ୍ୟ ଏବଂ ଆଭ୍ୟନ୍ତରୀଣ ଆଘାତ ଲାଗିଥିଲା। ମହିଳା ଡାକ୍ତରଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବାର କୁହାଯାଇଛି ଏବଂ ଆର୍ଜି କର ମେଡିକାଲ କଲେଜରେ ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଦୀପ ଘୋଷଙ୍କ ଭୂମିକା ଉପରେ ମଧ୍ୟ ସିବିଆଇ ଅନୁସନ୍ଧାନ କରିଛି। କେବଳ ଗତ ସପ୍ତାହରେ ସୁପ୍ରିମକୋର୍ଟ ଏଫଆଇଆର ପଞ୍ଜୀକରଣ ପାଇଁ 12 ଘଣ୍ଟାରୁ ଅଧିକ ସମୟ କାହିଁକି ଲାଗିଲା ବୋଲି କୋଲକାତା ପୋଲିସକୁ ଏହି ପ୍ରସଙ୍ଗରେ ପଚାରିଥିଲେ।